କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଏମ୍ ରାମପୁର ରେଞ୍ଜ ଅଞ୍ଚଳରେ ଏକ ପଟିକିଆ ଗୋଠଛଡ଼ା ଦନ୍ତା ହାତୀ ରାତି ହେଲେ ଏବେ ଜନବସତି ମୁହାଁ ହେଉଛି। ଏମ୍ ରାମପୁର ବୁରାଟଠାରେ ଥିବା ପ୍ରଶାନ୍ତ ସାମନ୍ତରାଙ୍କ ବଗିଚାକୁ ଗତକାଲି ରାତିରେ ଉକ୍ତ ଦନ୍ତା ହାତୀଟି ପଶି ଆସି ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖାଯାଇଛି। ପ୍ରାୟ 15ଟିରୁ 20 ନଡ଼ିଆ ଗଛ, ଆମ୍ବ, କଦଳୀ ଇତ୍ୟାଦି ସମ୍ପୂର୍ଣ୍ଣ ଓପାଡ଼ି ଦେଇଥିବା ବେଳେ ବଗିଚାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ଅନୁଯାୟୀ ଗତ ମାସରେ ଉକ୍ତ ହାତୀଟି ତଳ ସାଗରପଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ଶୁଣ୍ଢରେ ଗୋଡ଼ାଇ କଚାଡ଼ି ଦେବା ଫଳରେ ଉକ୍ତ ଯୁବକ ଗୁରୁତର ଆହତ ହୋଇ ଏବେ ସୁଦ୍ଧା ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏହାର କିଛିଦିନ ନ ପୂର୍ବରୁ ପୁଣି ଏମ୍ ରାମପୁର ଉତେଇ ନଦୀ ନିକଟ ପ୍ରଶାନ୍ତ ସାମନ୍ତରାଙ୍କ ବଗିଚାକୁ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା, ଯାହାକୁ ନେଇ ଶ୍ରୀ ସାମନ୍ତରା ଦୁଃଖ ପ୍ରକାଶ କରିବା ସହ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା ଫଳ ଶୂନ। ତେବେ ଏହାର କିଛିଦିନ ବ୍ୟବଧାନରେ ପୁଣି ଉକ୍ତ ହାତୀ ଉପଦ୍ରବ ଯୋଗୁଁ ସେ ସମ୍ପୂର୍ଣ୍ଣ ନିରାଶ ହେବା ସହ ଏମ୍ ରାମପୁର ବନ ବିଭାଗ ଅଧିକାରୀ କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏପରି ଘଟିଥିବା ନେଇ ଦାୟୀ କରିଛନ୍ତି। ତେବେ ହାତୀ ଉପଦ୍ରବ ନେଇ ବାରମ୍ବାର ଏଭଳି ଅଭିଯୋଗ ଆସିବା ସତ୍ତ୍ୱେ ବନ ବିଭାଗ କାହିଁକି ଚେତୁନି, ଆଉ କେତେ ଧନ ଜୀବନ ନଷ୍ଟ ହେଲେ ହାତୀ ଉପଦ୍ରବ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରୁ ଲମ୍ବୋଦର ସେନାପତିଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।